କନ୍ୟା ସଂକ୍ରାନ୍ତି ସେପ୍ଟେମ୍ବର 17 ତାରିଖ ମଙ୍ଗଳବାର ପଡ଼ୁଥିବାରୁ ଏହାକୁ ମଙ୍ଗଳ ସଂକ୍ରାନ୍ତି କୁହାଯାଉଛି। ସୌରମାସ ଅନୁସାରେ କନ୍ୟା ସଂକ୍ରାନ୍ତି ଆଶ୍ୱିନ ମାସର ପ୍ରଥମ ଦିନ ଅଟେ। ଏହି ଦିନଠାରୁ ଅର୍ଥାତ୍ 2024 ମସିହା ସେପ୍ଟେମ୍ବର 17 ତାରିଖ ମଙ୍ଗଳବାର ଠାରୁ ଅକ୍ଟୋବର 16 ତାରିଖ ବୁଧବାର ପର୍ଯ୍ୟନ୍ତ ଆଶ୍ୱିନ ମାସ ଅଟେ। ଏହି ମାସର ମାସାଧିପତି ମଙ୍ଗଳ ଅଟନ୍ତି। ସମ୍ବତ୍ସରଙ୍କ ନାମ କାଳ। ସୂର୍ଯ୍ୟ ଦକ୍ଷିଣାୟନ। ଶରତ ଋତୁର ପ୍ରଥମ ମାସ। ଏହି ସଂକ୍ରାନ୍ତିର ନାମ ମହୋଦରୀ। ଏ ମାସର ଫଳ ଭାରତରେ କେରଳ, ତାମିଲନାଡୁ, କର୍ଣ୍ଣାଟକ ଓ ଉତ୍ତରରେ ହିମାଳୟର ପାଦଦେଶ ଅଞ୍ଚଳ, ପାଟନା, ଦିଲ୍ଲୀ, ଆହ୍ଲାବାଦ, ଗୋରଖପୁର ଆଦି ସ୍ଥାନମାନଙ୍କରେ ଭୂକମ୍ପ, ଭୂସ୍ଖଳନ, ସନ୍ତ୍ରାସବାଦୀମାନଙ୍କରେ ସକ୍ରିୟତା ସହ ରାଜନୈତିକ ବିଦ୍ରୋହ ଆଦି ଆଶଙ୍କା ରହୁଛି। ଓଡ଼ିଶା ରାଜ୍ୟରେ ପୁରୀ, ଜଗତସିଂହପୁର, ପାରାଦୀପ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କନ୍ଧମାଳ ତଥା ଉତ୍ତରରେ ଭୋଗରାଇ, ବାଲିଆପାଳ, ବାଲେଶ୍ୱର, ମୟୂରଭଞ୍ଜ, ବାଙ୍ଗିରିପୋଷି, ତିରିଙ୍ଗି, କେନ୍ଦୁଝର, ଚମ୍ପୁଆ, ବଡ଼ବିଲ, ଟମକା, ଆନନ୍ଦପୁର ଆଦି ସ୍ଥାନମାନଙ୍କରେ ହତ୍ୟା, ଲୁଣ୍ଠନ, ବିସ୍ଫୋରଣ ଓ ପଥ ଦୁର୍ଘଟଣା ବ୍ୟାପକ ହେବା ସହ ପଥ ରୋଧ, ରାଜନୈତିକ ହିଂସାକାଣ୍ଡମାନ ବୃଦ୍ଧି ପାଇବ। ଜନଜୀବନ ଆତଙ୍କିତ ଓ ବିପର୍ଯ୍ୟସ୍ତ ହେବେ। ଆଇନ ଶୃଙ୍ଖଳା ଅସୁରକ୍ଷିତ ରହିବ। ପାଣିପାଗ ଏ ମାସରେ ବହୁ ବୃଷ୍ଟିପାତ ଯୋଗ ରହୁଛି। ମାସର ଦ୍ୱିତୀୟ ସପ୍ତାହ ଓ ଚତୁର୍ଥ ସପ୍ତାହର ଶେଷକୁ ଲଘୁଚାପ ଜନିତ ବହୁ ବୃଷ୍ଟି ଯୋଗ ଫଳରେ ରୋଗପୋକ ବୃଦ୍ଧିର ସମ୍ଭାବନା। ମାସତତ୍ତ୍ୱ ଏ ମାସରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ସ୍ଥିର ରହିବ। ଧାତୁ ଦ୍ରବ୍ୟର ମୂଲ୍ୟ ଉତ୍ଥାନ ପତନ ଦେଇ ଗତି କରିବ। ରପ୍ତାନି ବାଣିଜ୍ୟରେ ଯଥେଷ୍ଟ ଉନ୍ନତି ଘଟିବ। ଖଣିଜ ପଦାର୍ଥ ଉତ୍ପାଦନରେ ବ୍ୟାଘାତ ଘଟିବ। ଡାଲି ଜାତୀୟ ପଦାର୍ଥର ମୂଲ୍ୟ ବୃଦ୍ଧି ଘଟିବ। ଯୁବଶକ୍ତିର ଉଚ୍ଛୃଙ୍ଖଳତା ବୃଦ୍ଧି ପାଇବ। ଜ୍ୟୋତିଷ ତତ୍ତ୍ୱ ଏ ମାସରେ ଜାତ ବ୍ୟକ୍ତି ଦେଶଭକ୍ତ, କାବ୍ୟ, କବିତା ଓ ସଙ୍ଗୀତରେ ନିପୁଣ, ସୂକ୍ଷ୍ମ ବୁଦ୍ଧିସମ୍ପନ୍ନ, ମାନନୀୟ ଓ ଅଭିମାନୀ ହୁଅନ୍ତି। ଏ ମାସରେ କନ୍ୟା ପ୍ରଥମ ରଜବତୀ ହେଲେ ମୃତ ବତ୍ସା ଓ ବୈଧବ୍ୟ ଯୋଗ କରାଏ। ଏ ମାସରେ ଅଧିକ ଦୁଗ୍ଧପାନ ସ୍ୱାସ୍ଥ୍ୟ ପ୍ରତି ଅହିତକାରୀ ହୋଇଥାଏ। ଏ ମାସରେ ନୂତନ ଗୃହାରମ୍ଭ କଲେ ପତ୍ନୀ ବିୟୋଗ କରାଏ। ରବି ଶୁଦ୍ଧି ମେଷ, କର୍କଟ, ବିଛା ଓ ଧନୁ ଏହି ରାଶିମାନଙ୍କରେ ରବି ଶୁଦ୍ଧି ରହୁଛି। ମାସର 9 ଦିନ ପରଠାରୁ ବୃଷ, ସିଂହ ଓ ମକର ରାଶିରେ ରବି ଶୁଦ୍ଧି ରହୁଛି। ଗୁରୁ ଶୁଦ୍ଧି ମେଷ, କର୍କଟ, କନ୍ୟା, ବିଛା, ମକର ଏ ରାଶିମାନଙ୍କରେ ରହୁଛି। ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ। ଭଲ ଲାଗିଥିଲେ ଲାଇକ୍ କରିବା ସହିତ ସାଙ୍ଗସାଥିମାନଙ୍କୁ ସେୟାର କରି ଜଣାଇବେ। ଏହା ସହିତ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନେବେ। ଓମ୍ ଦଧିବାମନାୟ ନମଃ।